ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡ଼ିଓ ଜାଣିବା ଆପଣଙ୍କର ପିଏମ୍ କିଷାନ ଯୋଜନାରେ ଆପଣଙ୍କର ଏନୁଆଲି ଇ କେୱାଇସି ଆପଣଙ୍କର ଅପଡେଟ୍ ଆସିଯାଇଛି, ଯୋଉଟା କି ଆପଣ ଏନୁଆଲି ଇ କେୱାଇସି କୋଉଠି କରିବେ ଏବଂ କେମିତି ଭାବରେ କରିବେ। ଯଦି ଆପଣ ଏନୁଆଲି ଇ କେୱାଇସି ନ କରୁଛନ୍ତି ତାହେଲେ ଆପଣଙ୍କ କଣ ସବୁ ଅସୁବିଧାରେ ଆପଣ ସମ୍ମୁଖୀନ ହେବେ, ଯାହାକୁ ଟୋଟାଲ ଡିଟେଲ୍ସ ଭାବରେ ଭିଡ଼ିଓ ଫାର୍ଷ୍ଟ ରୁ ଲାଷ୍ଟ ପର୍ଯ୍ୟନ୍ତ ଆପଣଙ୍କୁ ଜଣାଇଦେବି। ଯଦି ଆପଣ ଭିଡ଼ିଓ ଫାର୍ଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ଦେଖୁଛନ୍ତି, ଆପଣଙ୍କର ଯାହା ବି କିଛି ଡାଉଟ୍ ଥିବ ଆପଣ କ୍ଲିୟର ହେଇପାରିବେ। ଯଦି ବି କିଛି ଆପଣଙ୍କୁ କିଛି ଜାଣିବାର ଥିବ ଆପଣ କମେଣ୍ଟ କରିଦେବେ, କୁହନ୍ତୁ, ଆମେ ସେଇଟାକୁ ବିଷୟରେ ଆପଣଙ୍କୁ କ୍ଲିୟର କରିବା ପାଇଁ ଚେଷ୍ଟା କରିବୁ। ତା ପୂର୍ବରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି, ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁନି। ତା ପୂର୍ବରୁ ଯଦି ଆପଣ ଫେସବୁକ୍ ଆମକୁ ପେଜ୍ କରୁଛନ୍ତି, ତ ଫେସବୁକରେ ଫଲୋ କରିବା ପାଇଁ ହେଲେ ଆପଣମାନଙ୍କୁ ଲିକୁନ ଏକ୍ସପ୍ରେସ ବୋଲି ଆପଣଙ୍କୁ ସର୍ଚ୍ଚ କରିବା ପାଇଁ ପଡ଼ିବ ଫେସବୁକ୍ ପେଜରେ। ଏବଂ ଯଦି ଆପଣ ଲିକୁନ ଏକ୍ସପ୍ରେସକୁ ଫଲୋ କରୁଛନ୍ତି, ୟୁଟ୍ୟୁବ ଯେମିତି ଭାବରେ ଆପଣଙ୍କର ଭିଡ଼ିଓ ସବୁ ଗଭର୍ଣ୍ଣମେଣ୍ଟ ଇନଫର୍ମେସନ ଭିଡ଼ିଓ ପଡୁଛି, ଫେସବୁକ୍ ପେଜରେ ମଧ୍ୟ ଆପଣଙ୍କର ସେମିତି ଗଭର୍ଣ୍ଣମେଣ୍ଟ ଇନଫର୍ମେସନ ଭିଡ଼ିଓ ପଡୁଛି, ଆପଣ ସେଠି ଚାହିଁଲେ ବି ଯାଇକି ଆପଣମାନେ ଦେଖିପାରିବେ। ତ ଚାଲନ୍ତୁ ଡେରି ନକରି ପିଏମ୍ କିଷାନ ଯୋଜନା ବିଷୟରେ ନୂଆ ଅପଡେଟ୍ କଣ ଅଛି ସେ ବିଷୟରେ ଜାଣିବା। ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ ସରକାର ଆପଣମାନଙ୍କୁ ବର୍ଷକୁ ପିଏମ୍ କିଷାନରେ ଆପଣମାନଙ୍କୁ 6,000 ଟଙ୍କା ଲେଖା ବର୍ଷକୁ ଦେଇଥାନ୍ତି। ଏ 6,000 ଟଙ୍କା ବର୍ଷକୁ ଆପଣଙ୍କୁ ଦେଇଥାନ୍ତି ସରକାର। ତ ସରକାର ଆପଣଙ୍କୁ ତିନିଟି କିସ୍ତି ଦେଇଥାନ୍ତି ଆପଣଙ୍କୁ ପଇସା, ଯାହାକି 2,000 କରିକି ଆପଣଙ୍କୁ ତିନିଟା କିସ୍ତି ଦେଇଥାନ୍ତି। କିନ୍ତୁ ସରକାର ବର୍ତ୍ତମାନ କରିଛନ୍ତି କି ଆନୁଆଲି ଇ କେୱାଇସି କରିବା ପାଇଁ। ଆନୁଆଲି ଇ କେୱାଇସି କଣ, ପ୍ରଥମେ ସେ ବିଷୟରେ ଜାଣିବା। ଆନୁଆଲି ଇ କେୱାଇସି ହେଉଛି ଯଦି ଆପଣମାନେ ପିଏମ୍ କିଷାନରେ ଟଙ୍କା ପାଉଛନ୍ତି, ତ ଯଦି ଆପଣମାନେ ଆନୁଆଲି ଇ କେୱାଇସି ନ କରୁଛନ୍ତି ତାହେଲେ ସରକାରଙ୍କ ତରଫରୁ ନେକ୍ସଟ ଆପଣଙ୍କ ଯୋଉ ପିଏମ୍ କିଷାନରେ ଟଙ୍କା ଆସିବାର ଅଛି, ସେ ଟଙ୍କା ଆପଣଙ୍କର ଆସିବ ନାହିଁ। କାହିଁକି ଆସିବନି ନା, ସରକାର ଜାଣିବେ କେମିତି କି ଆପଣ ଜୀବିତ ଅଛନ୍ତି କି ମୃତ ଅବସ୍ଥାରେ ଅଛନ୍ତି। ଯଦି ଆପଣମାନେ ଆନୁଆଲି ଇ କେୱାଇସି କରୁଛନ୍ତି, ତାହେଲେ ଆପଣମାନଙ୍କର ସରକାରଙ୍କ ତରଫରୁ ନେକ୍ସଟ ଇନଷ୍ଟଲମେଣ୍ଟ ଟଙ୍କା ଆସିବାର ଅଛି। ସେଟା ଆପଣଙ୍କ ଟଙ୍କା ଯେମିତି ଭାବରେ ଆସୁଥିଲା ସେମିତି ଭାବରେ ଆପଣମାନେ ପାଇପାରିବେ। ସେଇଥିପାଇଁ ସରକାର ଆପଣଙ୍କ ବାଧ୍ୟତାମୂଳକ ଆନୁଆଲି ଇ କେୱାଇସି ଯୋଉଟା ରହିଛି ସେଟା ଆପଣଙ୍କୁ କରିବା ପାଇଁ କହୁଛନ୍ତି। ଇଏ ହେଲା ପ୍ରଥମ କଥା, ଆନୁଆଲି ଇ କେୱାଇସି କରିବାର କାରଣଟା କଣ। ଏବଂ ଦ୍ୱିତୀୟ କଥା ହଉଛି ଆପଣ କଣ ନା, ଇ କେୱାଇସି ଯଦି ଆପଣ କରୁଛନ୍ତି ସେଟା ଆପଣ କେମିତି କରିବେ ଏବଂ କୋଉଠି ଯାଇକି କରିବେ ଇ କେୱାଇସି ଆପଣ କରିବେ। ଦେଖନ୍ତୁ, ପ୍ରଥମେ ଯଦି ଆପଣଙ୍କୁ ଇ କେୱାଇସି କରିବା ପାଇଁ ହବ, ତାହେଲେ ଆପଣ ପିଏମ୍ କିଷାନ ବୋଲି ଆପଣ ଯେକୌଣସି ବ୍ରାଉଜରେ ଆପଣ ସର୍ଚ୍ଚ କରିବେ, ନଚେତ ଆପଣଙ୍କ ପ୍ଲେ ଷ୍ଟୋରରେ ଯାଇକି ଆପଣମାନେ ପିଏମ୍ କିଷାନ ବୋଲି ଆପଣ ସର୍ଚ୍ଚ କରିଦେବେ। ସେଠି କହିଲା ପରେ ଆପଣଙ୍କୁ ପିଏମ୍ କିଷାନ ଆସିବ, ନଚେତ ଆପଣ ଯୋଉ ପିଏମ୍ କିଷାନ ୱେବସାଇଟ ଆପଣ ସର୍ଚ୍ଚ କରୁଛନ୍ତି, ତ ତାର ଅଫିସିଆଲ ୱେବସାଇଟ ଆସିଲା ପରେ ଆପଣମାନେ ଦେଖନ୍ତୁ ଏଠି ଲେଖା ହେଇଛି ଡାଉନଲୋଡ ପିଏମ୍ କିଷାନ ମୋବାଇଲ ଆପ୍ସ ଲେଖା ହେଇଛି ଏଠି। ଏ ମୋବାଇଲ ଆପ୍ସରେ ଆପଣ କ୍ଲିକ୍ କଲା ପରେ ଆପଣମାନେ ମଧ୍ୟ ଆପଣଙ୍କର ପିଏମ୍ କିଷାନରେ ଯୋଉ ଆପ୍ସ ଅଛି ସେଠି ଯାଇକି ଆପଣମାନେ ରେଜିଷ୍ଟର କରିପାରିବେ। ଏଇଟା ହଉଛି ଆପଣଙ୍କ ମୋବାଇଲ ଯଦି ଆପଣ କରିବା ପାଇଁ ଚାହୁଁଛନ୍ତି। ତ ଏ ଦୁଇରେ ଗଲା। ତିନିରେ ଗଲା କି ଆପଣଙ୍କ ଯୋଉ ପିଏମ୍ କିଷାନରେ ଯଦି ଆପଣ ନିଜ କିଛି ଅଲଗା କିଛି ମାନେ ଜନସେବା କେନ୍ଦ୍ର କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କର ଯୋଉ ଆଧାର କାର୍ଡ ରହିଛି, ସେ ଆଧାର କାର୍ଡ ନେଇକି ଆପଣମାନେ ଓଟିପି ବେସ୍ଡ ଯୋଉଟା କି ଆପଣ ମୋବାଇଲ ନମ୍ବର ଥିବ ଆଧାର କାର୍ଡ ସହିତ, ତା ସହିତ ସେଟା ପିଏମ୍ କିଷାନରେ ଏଡ୍ ହେଇକି ଥିବ। ଯଦି ଏଇ ଦିଟା ଜିନିଷ ଯଦି ଆପଣଙ୍କର ଥିବ, ତାହେଲେ ଆପଣ ଯାଇକି ନିକଟରେ ସିଏସ୍ସି କେନ୍ଦ୍ର ମାନେ ଜନସେବା କେନ୍ଦ୍ର ଯୋଉ ଅଛି, ସେଠି ଯାଇକି ମଧ୍ୟ ଆପଣମାନେ ପିଏମ୍ କିଷାନରେ ଇ କେୱାଇସି କରିପାରିବେ। ଏବଂ ସରକାରଙ୍କ ତରଫରୁ ନୋଟିଫିକେସନ ଦେଖନ୍ତୁ ଗୋଟେ ଜାରି ହେଇଛି, ଯଦି ଆପଣମାନେ ପିଏମ୍ କିଷାନରେ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ କେମିତି ଭାବରେ କରିବା ପାଇଁ ପଡିବ ସେଟା ମଧ୍ୟ ଦେଖନ୍ତୁ ଲେଖା ହେଇଛି କି ଇ କେୱାଇସି is mandatory is PM Kisan registered farmer biometric based e-KYC option is now available. CSC VLE login, PM Kisan mobile application and state authorized user login। ଆର ମାନେ ହଉଛି ଯଦି ଆପଣମାନେ PM କିଷାନରେ ଯଦି ଆପଣମାନଙ୍କର ଇ କେୱାଇସି ବାଧ୍ୟତାମୂଳକ କରାଯାଇଛି, ଯଦି ଆପଣ ରେଜିଷ୍ଟର ଫାର୍ମର ମାନେ ଆପଣଙ୍କ ଫାର୍ମର ମାନେ ଯୋଉ ରେଜିଷ୍ଟର କରୁଛନ୍ତି, ତ ସେମାନେ ନିଜର ବାୟୋମେଟ୍ରିକ ବେସ୍ଡ ଇ କେୱାଇସି ମାନେ ଆପଣଙ୍କର ବାୟୋମେଟ୍ରିକ ଦ୍ୱାରା ଆପଣ ଇ କେୱାଇସି ଅପସନ କରିପାରିବେ କୋଉଠି ନା, ନିକଟରେ ଥିବା ସିଏସ୍ସି କେନ୍ଦ୍ର ମାନେ ଆପଣ ଜନସେବା କେନ୍ଦ୍ର ଯାଇକି କରିପାରିବେ। ନଚେତ ଆପଣଙ୍କର ପିଏମ୍ କିଷାନ ମୋବାଇଲ ଆପ୍ଲିକେସନ ରହିଛି, ତ ସେଠି ଯାଇକି ମଧ୍ୟ ଆପଣମାନେ କରିପାରିବେ। ତା ସହିତ ଷ୍ଟେଟ୍ ଅଥରାଇଜ ୟୁଜର ଲଗଇନ୍ ଆପଣଙ୍କ ଷ୍ଟେଟରେ ଅଥରାଇଜ ଯୋଉମାନେ ଅଛନ୍ତି ସେମାନେ ମଧ୍ୟ ପାଖରେ ଯାଇକି ଆପଣମାନେ ପିଏମ୍ କିଷାନରେ ଆପଣଙ୍କର ଇ କେୱାଇସି କରିପାରିବେ। ଯଦି ଆପଣମାନେ ପିଏମ୍ କିଷାନରେ ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଇ କେୱାଇସି କରିବାଟା ବାଧ୍ୟତାମୂଳକ ବୋଲି ଆପଣଙ୍କ ସରକାରଙ୍କ ତରଫରୁ କୁହାଯାଇଛି। ଏବଂ ଯଥାଶୀଘ୍ର ଯାଇକି ଆପଣମାନେ ନିଜ ନିଜର ସିଏସ୍ସି କେନ୍ଦ୍ର ବା ଜନସେବା କେନ୍ଦ୍ର ଯୋଉଠି ଅଛି ସେଠି ଯାଇକି ଆପଣ କରିପାରିବେ, ନଚେତ ଆପଣଙ୍କର ମୋବାଇଲ ଆପ୍ସ ଯୋଉଟା ଅଛି ସେ ମୋବାଇଲ ଆପ୍ସରେ ମଧ୍ୟ ଆପଣମାନେ କରିପାରିବେ। ଆଶା କରିବି କି ଭିଡିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଥିବ ଭିଡିଓକୁ ଲାଇକ୍ କରି ଚ୍ୟାନେଲଟିକୁ
ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନି। ଆମେ ଯାହା ବି ହଉଛି ନୂଆ ନୂଆ ନୋଟିଫିକେସନ ଆପଣଙ୍କ ବିଷୟରେ ଜଣାଉଛୁ। ଆପଣମାନଙ୍କ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖିଥିବେ, ଆପଣମାନଙ୍କ ପାଖରେ ନୋଟିଫିକେସନ ପହଞ୍ଚି ପାରିବେ ଏବଂ ଆପଣଙ୍କ ଯାହା ବି କିଛି ଡାଉଟ ଥିବ ଆପଣମାନେ କ୍ଲିୟର କରିପାରିବେ। ଆଜି ପାଇଁ ରହୁଛି ଆଜ୍ଞା, ଧନ୍ୟବାଦ।